ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ। ମିଳନ ପାଇଁ ରାତିଦିନ ଘରକୁ ଡାକିବ। କେବଳ ନିଜ ପକେଟରେ ଏହାକୁ ରଖନ୍ତୁ। ସେ ନାରୀ 5 ମିନିଟରେ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ଯଦି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜ ଆଡ଼କୁ ଆକର୍ଷିତ ହେଉଛନ୍ତି, ତାଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କେବଳ ଆପଣଙ୍କୁ ନିଜ ପକେଟରେ ଏହି ଜିନିଷ ରଖିବାର ଅଛି। ଗ୍ୟାରେଣ୍ଟି ଦେଉଛି 5 ମିନିଟରେ ସେ ଝିଅ ହେଉ ବା ପଡ଼ିଶା ଘର ଭାଉଜ ତୁମ ପ୍ରେମରେ ଦିବାନୀ ହେଇଯିବ। ପାଗଳି ପରି ଆପଣଙ୍କୁ ଭଲ ପାଇବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। ଏହି ବଶୀକରଣ ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିଛନ୍ତି। ତେଣୁ ଆପଣ ବି ମୋ କଥା ମାନି ମାତ୍ର ଗୋଟିଏ ଥର ନିଜ ପକେଟରେ ଏହି ଜିନିଷ ରଖନ୍ତୁ। ଗ୍ୟାରେଣ୍ଟି ଦେଉଛି, ଯେଉଁ ଝିଅ ପଟୁନଥିଲା ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜକୁ ଆପଣ ଦିନରାତି ଭାବୁଛନ୍ତି, ସିଏ ନିଜେ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି ଘରେ ବସି ବସି ସୁନ୍ଦରୀ ଝିଅ ପଟେଇ ପାରିବେ, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ ଦୁନିଆର ସବୁଠାରୁ ଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ। ଯିଏ ବି ଏହାକୁ କରିଛି ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛି। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଏହି ବଶୀକରଣର କୌଣସି ପ୍ରକାର କାଟ ନାହିଁ। ମାତ୍ର ଥରେ ଯେଉଁ ଝିଅ ବା ନାରୀ ଉପରେ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। କେବଳ ଆପଣଙ୍କୁ ନିଜ ପକେଟରେ ଏହି ଜିନିଷ ରଖିବାର ଅଛି। ତାପରେ ଦେଖିବେ ଚମତ୍କାର। କେତେଥର ଏମିତି ହେଇଥାଏ କି ଆପଣ ଯେଉଁ ଝିଅକୁ ଭଲ ପାଉଛନ୍ତି, ହେଲେ ସେ ଝିଅ ଆପଣଙ୍କୁ ଭଲ ପାଉନି, ଅନ୍ୟ କାହାକୁ ଭଲ ପାଉଛି, ଆଉ ଆପଣ ତା ପଛରେ ଗୋଡ଼େଇ ଗୋଡ଼େଇ ନିଜର ସବୁ ସମୟ ସାରି ସାରିଲେଣି, କିନ୍ତୁ ସେ ଝିଅକୁ ପଟେଇ ପାରୁନାହାନ୍ତି। ଯଦି ଆପଣ ବି ଏହିପରି ପରିସ୍ଥିତିରେ ପଡ଼ିଛନ୍ତି, ଯେତେ ଚେଷ୍ଟା କଲେ ମଧ୍ୟ ସେ ଝିଅକୁ ପଟେଇ ପାରୁନାହାନ୍ତି, ତେବେ ମୋ କଥା ମାନି ଆଜି ନିଜ ପକେଟରେ ଏହି ଜିନିଷ ରଖନ୍ତୁ। ଗ୍ୟାରେଣ୍ଟି ଦେଉଛି, ସେ ଝିଅ ନିଜେ ଆସିବ, ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ବଶୀକରଣ ବିଧି ଜାଣିବା ପୂର୍ବରୁ ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ବଶୀକରଣ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେଉଁ ଝିଅ ବା ନାରୀକୁ ପଟେଇବାକୁ ଚାହୁଁଛନ୍ତି,
ତାକୁ ଅତି ସହଜରେ ପଟେଇ ପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ରାତି ସମୟରେ କରିବେ। ଠିକ୍ ଅଛି। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କିଛି ସାମଗ୍ରୀ ଦରକାର, ଯେମିତିକି ଖଣ୍ଡିଏ କଳା କପଡ଼ା, 5ଟି କଳା ଗୋଲମରିଚ, ଖଣ୍ଡେ ସାଧା କାଗଜ ଆଉ କଳା ରଙ୍ଗର କଲମ। ଏତିକି ଜିନିଷ ଆଣିସାରିବା ପରେ ନିଜ ଘରେ କୌଣସି ଏକ ଜାଗାରେ ଚୁପଚାପ ବସି ପଡ଼ିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ ଆପଣ କ'ଣ କରିବେ, ଯେଉଁ କଳା କପଡ଼ା ଆଣିଛନ୍ତି ସେ କଳା କପଡ଼ାକୁ ନିଜ ସାମ୍ନାରେ ରଖିବେ। ତାପରେ ଯେଉଁ 5ଟି କଳା ଗୋଲମରିଚ ଆଣିଛନ୍ତି ସେ 5ଟି କଳା ଗୋଲମରିଚକୁ ଡାହାଣ ହାତରେ ମୁଠେଇକି ଧରିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ 5 ଥର ସେଇ ଝିଅ ବା ନାରୀର ନାମ କହିବେ। ତାପରେ ମୁଠା ଖୋଲିବେ ଆଉ ସେ ମରିଚରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ 5ଟି ମରିଚକୁ କଳା କପଡ଼ା ଉପରେ ରଖିଦେବେ। ତାପରେ ଯେଉଁ କାଗଜ ଆଣିଛନ୍ତି ସେ କାଗଜରେ କଳା କଲମର ସାହାଯ୍ୟରେ ଗୋଟିଏ ମନ୍ତ୍ର ଲେଖିବେ। ମନ୍ତ୍ରଟି ଧ୍ୟାନ ସହିତ ଶୁଣନ୍ତୁ। ଓମ୍ କାମିଚ୍ଛାମୟୀ ଆମୁକଂ ସର୍ବମୋହି କରତି କରତି। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ମହିଳାର ନାମ ଲେଖିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। କାଗଜରେ ମନ୍ତ୍ର ଲେଖିସାରିବା ପରେ ସେ କାଗଜକୁ କଳା କପଡ଼ା ଉପରେ ରଖିଦେବେ। ଏତିକି କରିସାରିବା ପରେ ସେ କଳା କପଡ଼ାକୁ 3ଟି ଗଣ୍ଠି ପକେଇକି ବାନ୍ଧିଦେବେ। ସେ ଗୋଟିଏ ପୁଟୁଳି ହେଇଯିବ। ସେ ପୁଟୁଳିକୁ 3 ଘଣ୍ଟା ପାଇଁ ନିଜ ପାଖରେ ରଖିବେ, ନିଜ ପକେଟରେ ରଖିବେ। 3 ଘଣ୍ଟା ପରେ କ'ଣ କରିବେ, ସେ ପୁଟୁଳିକୁ ନେଇକି କୌଣସି ଏକ ବରଗଛ କିମ୍ବା ଓସ୍ତ ଗଛ ମୂଳରେ ରଖିଦେଇ ଚୁପଚାପ ଘରକୁ ଫେରି ଆସିବେ। ଗ୍ୟାରେଣ୍ଟି ଦେଉଛି, ଏତିକି କରିକି ଦେଖନ୍ତୁ, ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଧନ୍ୟବାଦ।